ନାଇଁ ଗତ 16 ତାରିଖ ଦିନ ପ୍ରଶାନ୍ତ ବତ୍ରା ନାମକ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ବାମିନୀ ଉଚ୍ଚ ବିଦ୍ୟାଳୟରେ ହଷ୍ଟେଲରେ ଆତ୍ମହତ୍ୟା କରିଛି ଯାହା ଜଣାପଡ଼ୁଛି। ତେଣୁ ଏହା ପାଇଁ ଆମର ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ଗୋଟେ ଟିମ୍ ଗଠନ କରିଥିଲେ ଏବଂ ଏଠି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପଠାଇଛନ୍ତି। ଆମେ ଆସିକି ଦେଖୁଛୁ ଏଠି ଶିକ୍ଷକଙ୍କ ସହିତ ଛାତ୍ରଙ୍କ ସହିତ ଏବଂ ସମସ୍ତ ଅଭିଭାବକ ସହିତ ବି ଆଲୋଚନା କରୁଛୁ। ଏହାପରେ ଯେ ପିଲା ମୃତ୍ୟୁବରଣ କରିଛନ୍ତି ତାଙ୍କ ପରିବାର ସହିତ ମଧ୍ୟ ଆମେ ଆଲୋଚନା କରିବୁ କ'ଣ ପାଇଁ ଏଭଳି ଘଟଣା ଘଟିଲା, କ'ଣ ଏଥିରେ ଆତ୍ମହତ୍ୟା ନା ହତ୍ୟା, ଏଇଟା ଉଚିତ ତଦନ୍ତ ହେବା ଦରକାର। ଏବଂ ଏଥିରେ ଯିଏ ବି ଦୋଷୀ ଶିକ୍ଷକ ହୁଅନ୍ତୁ ବା ଯେକୌଣସି ଲୋକ ହୁଅନ୍ତୁ, ଯିଏ ବି ଏଥିରେ ଦୋଷୀ ତାଙ୍କୁ ଉଚିତ କାର୍ଯ୍ୟାନୁଷ୍ଠାନ ହେବା ଦରକାର ଏବଂ ସରକାର ୟାର ଉପରେ ଦୃଢ଼ ମାନେ କାର୍ଯ୍ୟାନୁଷ୍ଠାନ ନେବା କଥା ଯେଉଁମାନେ ଏଥିରେ ସାମିଲ ରହିଛନ୍ତି। ଏବଂ ଏଇଟା ଆତ୍ମହତ୍ୟା ନା ହତ୍ୟା ସେଟା ମଧ୍ୟ ପ୍ରପର ଭାବରେ ଇନଭେଷ୍ଟିଗେସନ ହେବା ଦରକାର। ତେଣୁ ସରकारକୁ ଆମେ ନିବେଦନ କରୁଛୁ ୟା ଉପରେ କଠୋରରୁ କଠୋର ପଦକ୍ଷେପ ନିଅନ୍ତୁ। ଭବିଷ୍ୟତରେ ଯେଭଳି ଭାବରେ ଛାତ୍ରଛାତ୍ରୀ ଆତ୍ମହତ୍ୟା କିମ୍ବା ହତ୍ୟା ଶିକାର ହେବେ ନାହିଁ ସେ ଉପରେ ଗୁରୁତ୍ୱ ଦିଅନ୍ତୁ। ତାଙ୍କର ମେନୁରେ ଲେଖିଛନ୍ତି ଯେ ଆଜି ଅଣ୍ଡା ଦେବାର ବ୍ୟବସ୍ଥା ହେଇଛି, ଅଙ୍ଗୁର ଦେବାର ତ କୌଣସି ଜାଗାରେ ଲେଖା ହେଇନି। ଏଭଳି ଆମେ ଯାହା ଦେଖୁଛୁ ଯେ ଯେଉଁ ପାଖରେ ମାନେ ରୋଷେଇ ଘର ଅଛି ମାନେ ଅସୁନ୍ଦର ହେଇକରି ରହିଛି, ଯେଉଁଠି ପିଲାମାନେ ହାତ ଧୋଉଛନ୍ତି, ଯେଉଁଠି ଟ୍ୟୁବୱେଲ୍ ଅଛି ସେ ଜାଗାରେ ମଧ୍ୟ ଭାତ ଗଦା ହେଇକରି ପଡ଼ିଛି। ଗୋଟେ ଅସ୍ୱାଭାବିକ ପରିସ୍ଥିତି ହେଇଛି। ୟା ଉପରେ ଆମେ ନିବେଦନ କରୁଛୁ ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ୍ ମନୋହର ରନ୍ଧାନୀଙ୍କୁ ମଧ୍ୟ, ସେ ବି ତାଙ୍କର ଟିମ୍ ଆସିକରି ମଧ୍ୟ ଏ ସ୍କୁଲକୁ ସ୍ୱତନ୍ତ୍ର ଭାବରେ ଗସ୍ତ କରନ୍ତୁ ଏବଂ ଏଭଳି କେବଳ ଗୋଟେ ଭାମିନୀ ସ୍କୁଲ ନାହିଁ, ଅନେକ ସ୍କୁଲରେ ଏଭଳି ପରିସ୍ଥିତି ରହିଛି, ସେ ଉପରେ ସରକାର ଗୁରୁତ୍ୱ ସହିତ ବିଚାର କରନ୍ତୁ। ଦେଖନ୍ତୁ, ଆମର ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ଆମ ସମସ୍ତଙ୍କୁ ପ୍ରଦୀପ ମାଝୀ, ରମେଶ ମାଝୀ, ମତିରାମ ନାୟକ, ସୁଭାଷ ଗଣ୍ଡ, ନବୀନ ନାୟକ ମାନଙ୍କୁ ଗୋଟେ ଟିମ୍ କରିଥିଲେ ଯେ ପରିଦର୍ଶନ କରିବା ପାଇଁ ଯେଉଁ ଛାତ୍ର ପ୍ରଶାନ୍ତ ଭତ୍ରା ଅଷ୍ଟମ ଶ୍ରେଣୀ ଛାତ୍ର ଯେଉଁ ଆତ୍ମହତ୍ୟା କରିଥିଲେ, ଆମେ ଏଠାର ଭିଜିଟ୍ରେ ଆସିଥିଲୁ ଏବଂ ଦେଖିଲୁ ନିଶ୍ଚିତ ଭାବରେ ଏହାର ଘୋର ଅବହେଳା ହେଇଛି। ଯେଉଁ ପିଲା ମୃତ୍ୟୁବରଣ କରିଛନ୍ତି ନିଶ୍ଚିତ ଭାବେ ଦୁଃଖଦାୟକ କଥା। ସରକାରର ଯେଭଳି ଭାବରେ ବ୍ୟବସ୍ଥା ଅଛି ସେ ସରକାରର ବ୍ୟବସ୍ଥା କୌଣସି ପ୍ରକାର ପରିଲକ୍ଷିତ ହେଉନାହିଁ ଏବଂ ଏଥିପାଇଁ ସରକାର ନିଜେ ଦାୟୀ। କାରଣ ଆମେ ଯେଉଁ ପରିବେଶ ଦେଖିଲୁ, ସ୍କୁଲର ପରିବେଶ ପୁରା ଅନୁକୂଳ ନାହିଁ। ଆମ ଛାତ୍ରଛାତ୍ରୀମାନଙ୍କ ପାଇଁ ବହୁତ କଷ୍ଟଦାୟକ କଥା। ଖାଇବାକୁ ଭଲ ମିଳୁନାହିଁ, ପିଲାମାନଙ୍କର ଅଣ୍ଡା ଦିଆଯାଉ ନାହିଁ, ପିଲାମାନଙ୍କର ସ୍ୱାସ୍ଥ୍ୟ ଦେଖିଲୁ କୌଣସି ପ୍ରକାର ଭଲ ନାହିଁ। ତେଣୁ ଆମେ ଯାହା ଭାବୁଛୁ ଏଥିପାଇଁ ଯେଉଁ ମାନ୍ୟବର ମନ୍ତ୍ରୀ ଅଛନ୍ତି ସେ ତୁରନ୍ତ ଇସ୍ତଫା ଦେବା କଥା। କାରଣ ଏଭଳି ଘଟଣା ଯେଉଁ ବାରମ୍ବାର ଘଟୁଛି ସାରା ଓଡ଼ିଶାରେ, ଏ ସରକାର ଆଇଲା ଦିନଠୁ ଅଧିକରୁ ଅଧିକ ମାତ୍ରାରେ ଯେଉଁ ଲୋକଙ୍କର ଆତ୍ମହତ୍ୟା ବଢ଼ୁଛି, ନାରୀ ନିର୍ଯାତନା ବଢ଼ୁଛି। ତେଣୁ ଆଜି ମୁଁ ଯାହା ଭାବୁଛୁ, ଆମେ ସମସ୍ତ ଟିମ୍ ଆସିଛୁ, ଏଇ ଟିମ୍ରେ ଆମେ ଯେଉଁ ଅନୁଧ୍ୟାନ ଯାହା କଲୁ, ପିଲାର କୌଣସି କାରଣବଶତଃ ସ୍କୁଲର ଯେଉଁ ପ୍ରଶାସନିକ ଅଧିକାରୀ ଅଛନ୍ତି ବା ସ୍କୁଲର ଟିଚର ବା ଯିଏମାନେ ବି ଥିଲେ ଦାୟିତ୍ୱରେ, ସେମାନେ ତାକୁ ଭଲ ଭାବରେ ଦେଖିନଥିଲେ, ଯଦ୍ୱାରା କି ପିଲା ବାଧ୍ୟ ହେଇକି ଆତ୍ମହତ୍ୟା କରିଥିଲା। ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ମଙ୍ଗଳ ବିଭାଗ, ଆଦିବାସୀ ମଙ୍ଗଳ ବିଭାଗର ସ୍କୁଲ ଗୁଡ଼ାକ ସମ୍ପୂର୍ଣ୍ଣ ରୂପେ ବ୍ୟବସ୍ଥା ରସାତଳଗାମୀ ହେଇଛି। ଗୋଟିଏ ପରେ ଗୋଟିଏ ଛାତ୍ର ମୃତ୍ୟୁବରଣ କରୁଛନ୍ତି କିନ୍ତୁ ସରକାର ସମ୍ପୂର୍ଣ୍ଣ ନୀରବ। ବିଗତ ଦିନରେ ଗୋଟେ ଛାତ୍ରର ମୁହଁ ପୋଡ଼ି ଯାଇଥିଲା, ତାକୁ ଜୋର ଜବରଦସ୍ତି ବନ୍ଦ କରାଯାଇଥିଲା। ବର୍ତ୍ତମାନ ବାମିନୀ ସ୍କୁଲରେ ଗୋଟେ ଛାତ୍ର ଆତ୍ମହତ୍ୟା କରିଛି ଏବଂ ସେ ସ୍କୁଲର ଯେଉଁ ଚିତ୍ର ଆମ ନିକଟକୁ ଆସିଛି, ଇଏ ସମସ୍ତଙ୍କୁ ଚକିତ କରି ଯେ କିପରି ଭାବରେ ଜିଲ୍ଲା ମଙ୍ଗଳ ବିଭାଗର ସ୍କୁଲ ଗୁଡ଼ାକ ପରିଚାଳନା କରାଯାଉଛି। ସିଧାସଳଖ ଜିଲ୍ଲାର ପଦାଧିକାରୀ, DWO ମହାଶୟ ଏବଂ ଜିଲ୍ଲା କଲେକ୍ଟର ଏଥିପାଇଁ ସମ୍ପୂର୍ଣ୍ଣ ରୂପେ ଦାୟୀ। ବର୍ତ୍ତମାନ ଆମକୁ ଏଇ ଗାଁରେ ଖବର ମିଳିଲା, ଯେଉଁଠିକି ସେ ଛାତ୍ରର ଘର, ଯେ ଆଉ ଗୋଟେ ଛାତ୍ର ବଡ଼କୁମାରୀ ସ୍କୁଲରୁ ନିଜ ଘରକୁ ଯାଇକି ଆତ୍ମହତ୍ୟା କରୁଛି। କେତେ ଜଣ ଛାତ୍ର ଆତ୍ମହତ୍ୟା ବା ଚିକିତ୍ସା ଅବହେଳା ଜନିତ ମୃତ୍ୟୁବରଣ କଲେ ଏ ସରକାରର ନିଦ ଭାଙ୍ଗିବ। ଏ ସରକାରରେ ବାସି ପଖାଳ ଖାଇକି ମୟୂରଭଞ୍ଜରେ ଛାତ୍ର ମୃତ୍ୟୁବରଣ କରୁଛନ୍ତି। ଗୋଟେ ପରେ ଗୋଟେ ଛାତ୍ରକୁ ମୃତ୍ୟୁ ମୁଖକୁ ପେଲି ଦିଆଯାଉଛି ଚିକିତ୍ସା ନ ପାଇକି, କିନ୍ତୁ ସରକାର ସମ୍ପୂର୍ଣ୍ଣ ନୀରବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ନିତ୍ୟାନନ୍ଦ ଗଣ୍ଡକୁ ଆମେ ପ୍ରଶ୍ନ କରୁଛୁ, ୟାର ଉତ୍ତର ଦିଅନ୍ତୁ, ନହେଲେ ଆଗାମୀ ଦିନରେ ବିଜୁ ଜନତା ଦଳ ନବରଙ୍ଗପୁର ଜିଲ୍ଲାର ସମସ୍ତ ପ୍ରଶାସନକୁ ଅଚଳ କରିଦେବ, ଯେତେଦିନ ପର୍ଯ୍ୟନ୍ତ ଆଦିବାସୀ ଏବଂ ଦଳିତ ଛାତ୍ରମାନେ ଏ ଜିଲ୍ଲା ମଙ୍ଗଳ ବିଭାଗ ଏବଂ ମାସ୍ ଏଜୁକେସନ ସ୍କୁଲ ହଷ୍ଟେଲରେ ସୁରକ୍ଷିତ ରହିବେ ନାହିଁ। ଚେତାବନୀ, ଇଏ ବାରମ୍ବାର ଚେତାବନୀ ଦଉଛୁ, ସୁଧୁରି ଯାଆନ୍ତୁ, ନଚେତ ଜନସାଧାରଣ ଆପଣମାନଙ୍କୁ କେବେ ମଧ୍ୟ କ୍ଷମା ଦେବେ ନାହିଁ। ସେଠି ଆପଣ ଦେଖୁଛନ୍ତି
ଯେ କିପରି ଭାବରେ ଅପରିଷ୍କାର ସ୍କୁଲ ଏକ ପରିତ୍ୟକ୍ତ ସ୍କୁଲ ଭଳି ଜଣା ପଡୁଛି। ପିଲା ଭାତ ଏବଂ ଡାଲମା ନ ଖାଇକି ଫିଙ୍ଗି ଦେଇଛନ୍ତି। ଆଳୁ ସିଝି ନାହିଁ, ଚଣା ସିଝି ନାହିଁ। ପିଲାଙ୍କୁ ସ୍କୁଲ ମ୍ୟାନୁଆଲ ଅନୁସାରେ ଖାଦ୍ୟ ଦିଆଯାଉ ନାହିଁ। ସମସ୍ତେ ଅପପୃଷ୍ଟିର ଶିକାର ହେଇଛନ୍ତି। ଆପଣ ଦେଖିଲେ ପିଲାମାନଙ୍କୁ କଙ୍କାଳ ହେଇଯାଇଛନ୍ତି ପିଲାମାନେ, କାରଣ ଖାଇବାକୁ ପାଉନାହାନ୍ତି। ଅସହାୟ ଅବସ୍ଥାରେ ସେମାନଙ୍କୁ ବନ୍ଦୀ ଭଳିଆ ରଖାଯାଇଛି, ଯୋଉଥିପାଇଁ କି ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଇଛି ଏବଂ ଗୋଟେ ଛାତ୍ର ଆତ୍ମହତ୍ୟା କରାଯାଇଛି। ତାର ଇନଭେଷ୍ଟିଗେସନ କରାଯାଉ ନାହିଁ। ପୁଲିସ କହିପାରିବେ କି କୋଉଥିପାଇଁ ଏ ଛାତ୍ର ଆତ୍ମହତ୍ୟା କଲା? ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ କଥାକୁ ଘଣ୍ଟ ଘୋଡ଼େଇକି ରଖାଯାଇଛି। ବରଦାସ୍ତ କରାଯିବ ନାହିଁ। ଗୋଟିଏ ପରେ ଗୋଟିଏ ଛାତ୍ର ଯୋଉ ବାପା ମା ମାନେ ତାଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ ମଙ୍ଗଳ ବିଭାଗ ଏବଂ ମାସ୍ ଏଜୁକେସନ ଗଣଶିକ୍ଷା ବିଭାଗର ସ୍କୁଲ ହଷ୍ଟେଲ ପଠାଉଛନ୍ତି, ସେମାନଙ୍କର ଶବ ଧରିକି ଫେରୁଛନ୍ତି। ଗୋଟିଏ ଘଟଣା ନୁହଁ, ପାଖାପାଖି 6 ମାସ ଭିତରେ 16ଟି ଘଟଣା ଘଟିଲାଣି ଏବଂ ଗୋଟିଏ ଗୋଟିଏ ଆମେ ପ୍ରମାଣ କରିଛୁ ବାରମ୍ବାର। କିନ୍ତୁ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। ସିଧାସଳଖ ଜିଲ୍ଲା ପ୍ରଶାସନ ଅଧିକାରୀ ମାନେ ଏଥିରେ ଦାୟୀ। ସେମାନେ ଉପଯୁକ୍ତ ବ୍ୟବସ୍ଥା ସ୍କୁଲ ହଷ୍ଟେଲରେ ଏବଂ ସ୍କୁଲରେ ଯୋଗାଇ ପାରୁନାହାନ୍ତି। ପିଲା ସେଠି ବନ୍ଦୀ ଅବସ୍ଥାରେ ରହୁଛନ୍ତି, ଅସହାୟ ଅବସ୍ଥାରେ ରହୁଛନ୍ତି। ସେମାନଙ୍କୁ ଯୋଉ ମୌଳିକ ସୁବିଧା ଯୋଗାଇ ଦିଆଯିବା କଥା ସେମାନଙ୍କୁ ଦିଆଯାଇ ପାରୁନାହିଁ। ମାନସିକ ଚିନ୍ତାଗ୍ରସ୍ତ ହଉଛନ୍ତି। ପାଠ କ'ଣ ପଢିବେ, ସେମାନେ କିପରି ଭାବରେ ନିଜ ଜୀବନକୁ ବଞ୍ଚାଇବେ ସେ ଅବସ୍ଥାରେ ରହୁଛନ୍ତି। ବାପା ମା ଛାଡ଼ିଦେଲା ପରେ ସେମାନଙ୍କର କୌଣସି ଉପାୟ ନଥାଉଛି। କାରଣ ଆମର ପିଲା ଦଳିତ ଏବଂ ଆଦିବାସୀ ପିଲା ନିରୀହ ପିଲାମାନେ, ତାଙ୍କର ମାନସିକତାର ପରିପକ୍ୱତା ଆସିନାହିଁ। ଅସହାୟ ଅବସ୍ଥା ହେବା ଯୋଗୁଁ ଗୋଟିଏ ପରେ ଗୋଟିଏ ଛାତ୍ର ମୃତ୍ୟୁବରଣ କରୁଛନ୍ତି। ଗୋଟିଏ ହଷ୍ଟେଲ ସ୍କୁଲରେ ମଲା, ଆଉ ଗୋଟେ ଘରକୁ ଆସିକି ମଲା। 2ଟି ଛାତ୍ର ଏ ଡବଲ ଇଞ୍ଜିନ ସରକାରରେ এই ସପ୍ତାହ ଭିତରେ ନବରଙ୍ଗପୁର ଜିଲ୍ଲାରେ 2ଟି ଛାତ୍ର ଆତ୍ମହତ୍ୟା କରିଛନ୍ତି।